ଚମତ୍କାର ବେହଙ୍ଗୀ। ହିମାଳୟ ପର୍ବତରେ ମାନସରୋବର ନିକଟରେ ଗୋଟିଏ ଗୋଚର ଭୂମିରେ ଗ୍ରାମବାସୀ ନିଜର ଗାଈ ଚରାଉଥିଲେ। ଗାଈ ଚରାଉଥିବା ଲୋକେ ସକାଳେ ଏବଂ ସଞ୍ଜ ସମୟରେ ଗାଈମାନଙ୍କର ସଂଖ୍ୟା ଗଣିଲେ ସେମାନଙ୍କର ସଂଖ୍ୟା ସମାନ ରହୁଥିଲା। କିନ୍ତୁ ଯଦି କେହି ଦୁଇ ପ୍ରହର ସମୟରେ ଗାଈମାନଙ୍କୁ ଗଣୁଥିଲା, ମନେ ହେଉଥିଲା ଗୋଟିଏ ଗାଈ ଅଧିକ ଅଛି। ଏହାର ଗୋଟିଏ କାରଣ ଥିଲା। ପ୍ରତିଦିନ କାମଧେନୁ ମଧ୍ୟ ସେହି ସ୍ଥାନକୁ ଆସି ଗାଈମାନଙ୍କ ସହିତ ଚରୁଥିଲେ, ସେମାନଙ୍କ ସାଙ୍ଗରେ ରହୁଥିଲେ, ପୁଣି ସଞ୍ଜବେଳେ ଫେରି ଯାଉଥିଲେ। କିନ୍ତୁ କାମଧେନୁଙ୍କର ଯିବା ଆସିବା କେହି କେବେ ଦେଖିନଥିଲେ। ଯେତେବେଳେ ଗାଈମାନେ ଗୋଚର ଭୂମିରେ ଚରୁଥିଲେ, ସେତେବେଳେ ଦିଶୁଥିବା ଅଧିକ ଗାଈ କାମଧେନୁ ହିଁ ଥିଲେ। କିନ୍ତୁ ଏ କଥା କେହି ଜାଣିନଥିଲେ। ସେହି ସ୍ଥାନ ନିକଟରେ ଗୋଟିଏ ଗ୍ରାମରେ ବୁଢ଼ାଟିଏ ରହୁଥିଲା। ସେ ସବୁଦିନ କାନ୍ଧରେ ବେହଙ୍ଗୀ ପକାଇ ଜଙ୍ଗଲକୁ ଯିବା ଆସିବା କରୁଥିଲା। ଜଙ୍ଗଲରୁ ଶୁଖିଲା କାଠ ଗୋଟାଇ ଏକାଠି କରୁଥିଲା, ଗଣ୍ଠିଲି ବାନ୍ଧି ବେହଙ୍ଗୀର ଦୁଇ ପଟେ ରଖୁଥିଲା। ଗାଁକୁ ନେଇ ତାକୁ ବିକ୍ରି କରୁଥିଲା, କିଛି ପଇସା ରୋଜଗାର କରୁଥିଲା। ଏହିପରି ଭାବରେ ତାର ଦିନ କଟି ଯାଉଥିଲା। କିନ୍ତୁ କାଠ କାଟି ଯେଉଁ ଦୁଇ ପଇସା ପାଉଥିଲା, ତାହା ଚଳିବା ପାଇଁ ଯଥେଷ୍ଟ ହେଉନଥିଲା। ଦୁଃଖ କଷ୍ଟରେ ଦିନ କାଟୁଥିଲା। ଥରେ ସେ ଜଙ୍ଗଲ ଆଡ଼କୁ ଯାଉଥିଲା। ରାସ୍ତାରେ କେତେକ ଗାଈ ଚରୁଥିବାର ଦେଖିଲା। ସେ ବେହଙ୍ଗୀରେ ଗାଈମାନଙ୍କୁ ହୁରୁଡ଼ାଇଲା, ଗାଈମାନଙ୍କୁ ପାଖେଇ ଏବଂ ବାଟ କାଟି ଚାଲିଗଲା। ଏହିପରି ଭାବରେ କାମଧେନୁଙ୍କର କେତୋଟି ଲୋମ ତାର ଫଟା ବେହଙ୍ଗୀରେ ଲାଗିଗଲା, କିନ୍ତୁ ସେ ଜାଣିପାରିଲା ନାହିଁ। ବୁଢ଼ା ଜାଣିନଥିଲା ଯେ ସେ କାମଧେନୁକୁ ହୁରୁଡ଼େଇଛି ବା କାମଧେନୁଙ୍କର ପବିତ୍ର ଲୋମ ବେହଙ୍ଗୀରେ ଲାଗିଛି। କିନ୍ତୁ ସେଦିନ ଯେତେବେଳେ ସେ ସବୁଦିନ ପରି କାଠ ଗୋଟେଇ ଏକାଠି କଲା ଏବଂ ବେହଙ୍ଗୀରେ ଗଣ୍ଠିଲି ବାନ୍ଧି ଉଠାଇଲା, ତାକୁ ଆଦୌ ଓଜନ ଲାଗିଲା ନାହିଁ। ପର କିମ୍ବା କାଗଜ ଖଣ୍ଡେ ଉଠାଇଲା ପରି ହାଲୁକା ଲାଗିଲା, ଯେମିତି ବେହଙ୍ଗୀରେ କିଛି ନାହିଁ। ବୁଢ଼ା ଆଶ୍ଚର୍ଯ୍ୟ ହେଲା। ସେ ଆଉ କିଛି କାଠ କାଟି ବେହଙ୍ଗୀ ଉପରେ ରଖିଲା, ତଥାପି ବେହଙ୍ଗୀ ଓଜନ ଲାଗୁନଥିଲା। ବୁଢ଼ା ତ ଆଶ୍ଚର୍ଯ୍ୟ ହେଉଥିଲା, ତଥାପି ମନେ ମନେ ଖୁସି ହେଉଥିଲା। ସେ ନିଜ କାନ୍ଧ ଉଚ୍ଚର ବଡ଼ ବଡ଼ କାଠ କାଟି ଗଣ୍ଠିଲି ବାନ୍ଧିଲା, ବେହଙ୍ଗୀର ଆଗପଛ ପଟେ ଝୁଲେଇ କାନ୍ଧରେ ବୋହି ମନ ଆନନ୍ଦରେ ଚାଲିଲା। ଯେତେବେଳେ କାଠ ବିକ୍ରି କଲା, ବୁଢ଼ାକୁ ପ୍ରତିଦିନ ଆଗ ଅପେକ୍ଷା 4 ଗୁଣ ଅଧିକ ଆୟ ହେଲା। ତାର ଖର୍ଚ୍ଚ ମେଣ୍ଟିଯିବା ସହିତ 2 ପଇସା ସଞ୍ଚୟ ମଧ୍ୟ ହେଲା। ବୁଢ଼ାର ଅବସ୍ଥା ସୁଧୁରି ଗଲା। ଏହିପରି ଭାବରେ ବୁଢ଼ା ସେଇ ବେହଙ୍ଗୀର ଦୟା କାରଣରୁ ସବୁଦିନ ବହୁତ କାଠ ବୋହି ଆଣି ବିକ୍ରି କଲା। ସେ ସୁଖରେ ରହିଲା। ଦିନେ ବୁଢ଼ା ବେହଙ୍ଗୀ ନେଇ ଆସୁଥିଲା। ଜଣେ ଧନୀ ବ୍ୟକ୍ତି ତାକୁ ସାମନାରୁ ଦେଖିଲେ। ସେ ମନେ ମନେ ଚିନ୍ତା କଲେ, ଯେଉଁ ବ୍ୟକ୍ତି ଏତେ ଓଜନ ଉଠାଇ ପାରୁଛି, ସେ କେତେ ବଳବାନ ହୋଇଥିବ। ଯେତେବେଳେ ତାକୁ ପାଖରୁ ଦେଖିବାକୁ ପାଇଲେ ଯେ ବେହଙ୍ଗୀ ବୋହୁଥିବା ଲୋକଟି ବୁଢ଼ାଟିଏ, ସେ ଆଶ୍ଚର୍ଯ୍ୟ ହେଲେ। ଆରେ ବୁଢ଼ା, ଏତେ ବୟସରେ ଏତେ ଓଜନ ଉଠାଉଛୁ? ଧନୀ ବ୍ୟକ୍ତି ଜଣକ ପଚାରିଲେ। ଆଜ୍ଞା, ମୋର ଏତେ ବଳ କାହିଁ? ମୁଁ ଏହାର 4 ଭାଗରୁ ଭାଗେ ମଧ୍ୟ ଉଠାଇ ପାରିବି ନାହିଁ। ଏହିସବୁ ତ ବେହଙ୍ଗୀର ଦୟା, ବୁଢ଼ା ବିନମ୍ରତାର ସହିତ କହିଲା। ଧନୀ ବ୍ୟକ୍ତି ଜଣକର ବିଶ୍ୱାସ ହେଲା ନାହିଁ। ସେ ନିଜେ ବେହଙ୍ଗୀ ଉଠାଇ ଦେଖିଲେ। ଆରାମରେ ବେହଙ୍ଗୀ ଉପରକୁ ଉଠିଗଲା। ସେ 2 ବୋଝ କାଠ କାଣି ଆଙ୍ଗୁଠିରେ ଉଠାଇ ଦେଲେ। ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ। ବେହଙ୍ଗୀଟି ବୁଢ଼ାଠାରୁ ଯେମିତି ହେଉ ହାସଲ କରିବା ପାଇଁ ମନସ୍ଥ କଲେ। ବୁଢ଼ା, ଯେଉଁ ପାଣି ବୋହୁଥିବା ବ୍ୟକ୍ତିଟି ଆମ ପାଇଁ ପାଣି ଆଣୁଛି, ସେ ପାଣି ବୋହି ବୋହି ଆକ୍ରାନ୍ତ ହେଲାଣି। ମୋତେ ଏଇ ବେହଙ୍ଗୀଟି ଦବ କି? ମୁଁ ତୁମକୁ 300 ମୋହର ଦେବି। ମୋର ପାଣି ସହଜରେ ଆସିଯିବ। ପ୍ରଥମେ ବୁଢ଼ା ଦେବା ପାଇଁ ରାଜି ହେଲା ନାହିଁ। ବିଭିନ୍ନ ଆଳ ଦେଖାଇ ମନା କଲା। କିନ୍ତୁ 300 ମୋହରର ଲୋଭରେ ବହୁତ କଥାବାର୍ତ୍ତା ପରେ ବେହଙ୍ଗୀ ଦେବାକୁ ହଁ କଲା। 300 ମୋହରରେ ସେ ସାରା ଜୀବନ ଆରାମରେ ରହିପାରିବ। ସେ ଗାଁରେ କାଠତକ ବିକ୍ରି କରିଦେଲା।
ଏବଂ ବେହଙ୍ଗିଟିକୁ ଧନୀ ବ୍ୟକ୍ତିଙ୍କୁ ଦେଇ ତୁରନ୍ତ 300 ମୋହର ବାନ୍ଧି ଘରକୁ ନେଇ ଚାଲିଗଲା। ଧନୀ ବ୍ୟକ୍ତି ଜଣକ ବେହଙ୍ଗିଟିକୁ ଘରକୁ ନେଇ ଯିବା ସମୟରେ ତାଙ୍କୁ ବେହଙ୍ଗିଟି ପୁରୁଣା ପୁରୁଣା ମନେ ହେଲା। ବେହଙ୍ଗିଟି ଠାଏ ଠାଏ ହାବୁଡ଼ା ଖାବୁଡ଼ା ହୋଇଥିଲା। ତେଣୁ ଏହାକୁ ଚାଞ୍ଛି ସଫା କରିବାକୁ ମନସ୍ଥ କଲେ। ରାସ୍ତାରେ ଥିବା ବଢ଼େଇ ପାଖକୁ ଗଲେ। ବଢ଼େଇ ଏହାକୁ ଚାଞ୍ଛି ସଫାସୁତୁରା କରିଦେଲା। କିନ୍ତୁ ବେହଙ୍ଗିରେ ବଢ଼େଇର ଅସ୍ତ୍ର ବାଜିଥିବାରୁ କାମଧେନୁର କେଶ ଝଡ଼ି ପଡ଼ିଲା। ଫଳରେ ତାହା ସାଧାରଣ ବେହଙ୍ଗି ପାଲଟି ଗଲା।